Audio Jungle. ଉତ୍କଳୀୟ ସାଂସ୍କୃତିକ ଜାଗରଣ ଘୁମୁସର ଉନ୍ନୟନ ପରିଷଦ ତରଫରୁ ଓଡ଼ିଆ ଜାତିର ସାହିତ୍ୟ ସଂସ୍କୃତି ଓ ପରମ୍ପରାକୁ ଲୋକଲୋଚନକୁ ଆଣିବା ସହ ଏହାର ସୁରକ୍ଷା କରିବା ଉଦ୍ଦେଶ୍ୟରେ ନୂତନ ଭାବେ ଭୁବନେଶ୍ୱରରେ ଗଠିତ ଘୁମୁସର ଉନ୍ନୟନ ପରିଷଦର ପ୍ରଥମ ବାର୍ଷିକ ଉତ୍ସବ 11 ତାରିଖ ରବିବାର ସନ୍ଧ୍ୟାରେ ବୁଦ୍ଧ ଜୟନ୍ତୀ ପାର୍କରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବର ଦ୍ୱିତୀୟ ଦିନ ପୂର୍ବାହ୍ନରେ ଆୟୋଜିତ ଏହି ମୁଖ୍ୟ ବୈଠକରେ ପରିଷଦ ସଭାପତି ଶ୍ରୀ ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ ଯେ ଓଡ଼ିଆ ଜାତିର ସମ୍ମାନ ଓ ସଂସ୍କୃତିର ସୁରକ୍ଷା ପାଇଁ ଯଦି ଆମେ ସଚେତନ ନ ହେବା ତେବେ ଓଡ଼ିଆ ଅସ୍ମିତା ବିପଦାପନ୍ନ ହୋଇପଡ଼ିବ। ଗତ ଦଶନ୍ଧି ଧରି ଓଡ଼ିଆ ଜାତି ପ୍ରତି ରହିଥିବା ଅବହେଳା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ସାମାଜିକ ସ୍ତରରେ ସଂଘବଦ୍ଧ ହୋଇ ଓଡ଼ିଆ ଜାତିକୁ ଆଗକୁ ନେବା ପାଇଁ ସେ ମତବ୍ୟକ୍ତ କରିଥିଲେ। ଅନୁରୂପ ଭାବେ ଓଡ଼ିଶାରେ ସମାଜସେବା କ୍ଷେତ୍ରରେ ମଧ୍ୟ ସାମାଜିକ ସମୃଦ୍ଧି ନିମନ୍ତେ ମୁକ୍ତ ବିଚାର ରଖିବା ସହ ଆମର ରୀତିନୀତି ପ୍ରତି ଗର୍ବ କରିବା ଉଚିତ ବୋଲି ସେ ପ୍ରକାଶ କରିଥିଲେ। ଘୁମୁସର ଉନ୍ନୟନ ପରିଷଦ ଏ ଦିଗରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛି। ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ସାହିତ୍ୟିକ ଏହି ଅନୁଷ୍ଠାନର କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିବା ସହିତ ସମାଜର ସର୍ବାଙ୍ଗୀନ ଉନ୍ନତି ପାଇଁ ଏଭଳି ପ୍ରୟାସ ଜାରି ରଖିବାକୁ ପରାମର୍ଶ ଦେଇଥିଲେ। ଏଥିସହ ଓଡ଼ିଶାର କଳା ଭାସ୍କର୍ଯ୍ୟ ଓ ସଂସ୍କୃତିକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଏହା ଏକ ଉପଯୁକ୍ତ ମାଧ୍ୟମ ବୋଲି ସେ କହିଥିଲେ। ଏହି ଅବସରରେ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରିଥିଲା। ଅପରାହ୍ନରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ପିଲାମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ ଓ ଆଧୁନିକ ନୃତ୍ୟ ପରିବେଷଣ କରାଯାଇଥିଲା। ସନ୍ଧ୍ୟାରେ ଅନୁଷ୍ଠିତ ଏହି ଉତ୍ସବ ସାହିତ୍ୟ ଚର୍ଚ୍ଚା ସହ କବିତା ପାଠ ମଧ୍ୟ କରାଯାଇଥିଲା। ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗଦେଇ କାର୍ଯ୍ୟକ୍ରମର ସଫଳତା ପାଇଁ ଶୁଭେଚ୍ଛା ଜଣାଇଥିଲେ। ଶେଷରେ ପରିଷଦ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ସଫଳ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ। ସମୃଦ୍ଧ ଓଡ଼ିଶାରୁ ରଜତ ମହାପାତ୍ରଙ୍କ ରିପୋର୍ଟ।